ଶ୍ରୋତାବନ୍ଧୁ, ଆମ ମନରେ ପ୍ରଶ୍ନ ସବୁବେଳେ ଉତ୍ଥିତ ହୁଏ, ଏ ବିଶ୍ୱର ସ୍ରଷ୍ଟା କିଏ? ସେ ଦେଖିବାକୁ କେମିତି? ସେ କେଉଁଠି ରହନ୍ତି? ବୋଧହୁଏ ତାଙ୍କ ନାମ ଈଶ୍ୱର। ତେବେ ପ୍ରକୃତରେ କ'ଣ ଈଶ୍ୱର ଅଛନ୍ତି? ପ୍ରକୃତରେ କ'ଣ ଏ ମଧୁମୟ ସୃଷ୍ଟିର ସେ ନିୟନ୍ତା? ଏମିତି ଆମର ଅନେକ ସଂଶୟ ସବୁବେଳେ ଅଛି। ଆଜି ସେଇ ସଂଶୟକୁ, ସେଇ ଜିଜ୍ଞାସାକୁ ସାମାନ୍ୟ ଦୂର କରିବା ଉଦ୍ଦେଶ୍ୟରେ ଏକ ସୁନ୍ଦର କାହାଣୀ ଆଦି ଯୁଗର ଗଳ୍ପରୁ ମୁଁ ନେଇଛି, ଯାହାର ଲେଖକ ହେଉଛନ୍ତି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର କର। ଗଳ୍ପର ଶୀର୍ଷକ ହେଉଛି ଅଦୃଶ୍ୟ ବିଶ୍ୱ ନିର୍ମାତା। ଅଦୃଶ୍ୟ ବିଶ୍ୱ ନିର୍ମାତା, ଲେଖକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର କର। ଏହି ବିଶ୍ୱ ଅତି ବିଶାଳ ବିଚିତ୍ର। ଏହି ବିଶାଳ ବିଶ୍ୱର ନିର୍ମାତା କିଏ, ଏହା ଜାଣିବାକୁ ଆଦି ଯୁଗର ଋଷିମାନେ ବହୁକାଳ ଚିନ୍ତା କଲା ପରେ ଧ୍ୟାନ ବଳରେ ଯେଉଁ ମହା ଜ୍ୟୋତିର୍ମୟ ବିରାଟ ପୁରୁଷଙ୍କୁ ମନ ମଧ୍ୟରେ ଦର୍ଶନ କରିପାରିଥିଲେ, ତାହାଙ୍କୁ ସୃଷ୍ଟିର ରଚୟିତା, ବିଶ୍ୱର ଦେବତା ବୋଲି ସ୍ଥିର କଲେ। ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ଅଥଚ ସେ ସବୁ ସ୍ଥାନରେ ବିଦ୍ୟମାନ। ତାଙ୍କର କୌଣସି ଆକାର ନାହିଁ, ଅଥଚ ସେ ଦେଖାଯାଇ ପାରନ୍ତି। ଋଷିମାନେ ସେହି ବିଶ୍ୱ କାରିଗର ବିରାଟ ପୁରୁଷଙ୍କର ନାମ ଦେଇଥିଲେ ବ୍ରହ୍ମା। ଏହି ବିଶ୍ୱ ନିର୍ମାତା ବ୍ରହ୍ମ କ'ଣ, ଏ ବିଷୟରେ ଥରେ 5 ଜଣ ଋଷିପୁତ୍ରଙ୍କ ମଧ୍ୟରେ ତର୍କ ପଡ଼ିଲା। ସେମାନଙ୍କର ନାମ ସତ୍ୟଯଜ୍ଞ, ଜନ୍, ବୁଡ଼ିଲ, ଇନ୍ଦ୍ରଦ୍ୟୁମ୍ନ ଓ ପ୍ରାଚୀନ ଶାଳ। ସେମାନେ ଅତ୍ୟନ୍ତ ବିଦ୍ୱାନ ଥିବାରୁ ଆପଣା ଆପଣା ଭିତରେ ନାନା ପ୍ରକାର ବିଚାର ଓ ଆଲୋଚନା କଲେ, ମାତ୍ର କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିଲେ ନାହିଁ। ଶେଷରେ ଜନ୍ କହିଲା, ଆମ ଦ୍ୱାରା ଏ କଠିନ ବିଷୟର ମୀମାଂସା ହୋଇପାରିବ ନାହିଁ। ଚାଲ ଉଦ୍ଦାଳକ ଋଷିଙ୍କ ପାଖକୁ ଯିବା। ଅନେକ ଲୋକଙ୍କ ମୁହଁରୁ ଶୁଣିଛି ସେ ବ୍ରହ୍ମଙ୍କୁ ଉପାସନା କରନ୍ତି। ତାଙ୍କୁ ପଚାରିଲେ ସେ ନିଶ୍ଚୟ ଆମର ସନ୍ଦେହ ଭଞ୍ଜନ କରିପାରିବେ। ଆମର ଏଠାରେ ଏତେ ଆଲୋଚନା କରି କିଛି ଲାଭ ନାହିଁ। ପ୍ରସ୍ତାବଟି ଅନ୍ୟ 4 ଜଣ ବନ୍ଧୁଙ୍କ ମନକୁ ବେଶ ପାଇଲା। ତେଣୁ ସମସ୍ତେ ମିଳି ଉଦ୍ଦାଳକ ଋଷିଙ୍କ ଆଶ୍ରମକୁ ଗମନ କଲେ। ପଥରେ ଗଲାବେଳେ ସେମାନେ ଅରଣ୍ୟରୁ ଏକ ଗୁଚ୍ଛ ଲେଖାଏଁ ଯଜ୍ଞ କାଠ ସଂଗ୍ରହ କରି ତାହାକୁ ହସ୍ତରେ ଧରି ଚାଲିଲେ। ଋଷି ବା ଗୁରୁଙ୍କ ପାଖକୁ ଯିବାକୁ ହେଲେ ସଙ୍ଗରେ ଏପରି କାଠ ଗୁଚ୍ଛ ନେବା ସେ କାଳରେ ଏକ ବିଧିବଦ୍ଧ ପ୍ରଥା ଥିଲା। ଏଭଳି ପ୍ରଥା ନିରର୍ଥକ ନୁହେଁ, ଏହାର ଏକ ଅର୍ଥ ଅଛି। ଗୁରୁଙ୍କୁ ସେବା କରିବାର ମନୋଭାବ ପ୍ରବଳ ନଥିଲେ ବିଦ୍ୟାଲାଭ ହୁଏ ନାହିଁ, ଏହା ସେ ଯୁଗରେ ପ୍ରତ୍ୟେକ ଶିଷ୍ୟର ବିଶ୍ୱାସ ଥିଲା। ଋଷିମାନଙ୍କ ଆଶ୍ରମରେ ଅହୋରାତ୍ର ଯଜ୍ଞ କୁଣ୍ଡରେ ଅଗ୍ନି ଜଳୁଥିଲା। ସେଥିପାଇଁ ପ୍ରଚୁର କାଠ ଆବଶ୍ୟକ ହୁଏ। ଶିଷ୍ୟମାନେ ଯେଉଁ ଯଜ୍ଞ କାଠ ନିଅନ୍ତି, ତାହା ସେ ଅଗ୍ନି ପ୍ରଜ୍ୱାଳନରେ ବ୍ୟବହୃତ ହୋଇଥାଏ। ଶିକ୍ଷାର୍ଥୀ ମାନଙ୍କର ଏହି କାର୍ଯ୍ୟ ଗୁରୁଙ୍କୁ ସେବା କରିବାର ଏକ ନିଦର୍ଶନ ବ୍ୟତୀତ ଆଉ କିଛି ନୁହେଁ। ଆଶ୍ରମର ଶିଷ୍ୟଗଣ ମଧ୍ୟ ପ୍ରତ୍ୟହ ବନ ମଧ୍ୟରୁ ଏହି ଯଜ୍ଞ କାଷ୍ଠ ଆହରଣ କରୁଥିଲେ। ପଞ୍ଚ ଋଷିକୁମାର ଏହି ଚିରାଚରିତ ପବିତ୍ର ବିଧି ଅନୁଯାୟୀ ଯଜ୍ଞ କାଷ୍ଠ ହସ୍ତରେ ଧରି ଉଦ୍ଦାଳକ ଋଷିଙ୍କର ସମୀପବର୍ତ୍ତୀ ହେଲେ। ଜ୍ଞାନ ପିପାସୁ ଋଷିପୁତ୍ର ମାନଙ୍କୁ ଏହିପରି ଭାବରେ ଆସିବାର ଦେଖି ସର୍ବଜ୍ଞ ଉଦ୍ଦାଳକ ସେମାନଙ୍କ ମନୋଗତ କଥା ବେଶ ଜାଣିପାରିଲେ ଏବଂ ସେମାନଙ୍କୁ ଆଶୀର୍ବାଦ କରି କହିଲେ, ହେ ଋଷିପୁତ୍ର ବୃନ୍ଦ, ତୁମେମାନେ ଯେଉଁ କାରଣରୁ ମୋ ନିକଟକୁ ଆସିଅଛ, ମୁଁ ତାହା ହୃଦୟଙ୍ଗମ କରିସାରିଛି। ମାତ୍ର ଦୁଃଖର କଥା, ବହୁ ଚେଷ୍ଟା ସତ୍ତ୍ୱେ ମୁଁ ଆଜି ପର୍ଯ୍ୟନ୍ତ ବ୍ରହ୍ମଙ୍କୁ ଠିକ୍ ରୂପେ ଜାଣିପାରି ନାହିଁ। ଏପରି ସ୍ଥଳେ ତୁମମାନଙ୍କୁ ତାଙ୍କ ବିଷୟରେ କି ଶିକ୍ଷା ଦେବି? ଅତି ସରଳ ଭାବରେ ମୁଁ ସ୍ୱୀକାର କରୁଛି, ତୁମମାନଙ୍କୁ ଶିକ୍ଷା ଦେବାର ଶକ୍ତି ସାମର୍ଥ୍ୟ ମୋର ନାହିଁ। କୈକେୟ ଦେଶର ରାଜା ଅଶ୍ୱପତି ହିଁ ପ୍ରକୃତ ବ୍ରହ୍ମଜ୍ଞାନୀ। ବିଶ୍ୱ ଦେବତାଙ୍କ ସେ ପୂର୍ଣ୍ଣ ରୂପେ ଉପଲବ୍ଧି କରିପାରିଛନ୍ତି। ତୁମମାନଙ୍କର ଯଦି ଏତେ ଆଗ୍ରହ, ତାହେଲେ ଚାଲ ମୁଁ ତୁମମାନଙ୍କୁ ତାଙ୍କ ନିକଟକୁ ଘେନିଯିବି। ସେ ଇଚ୍ଛା କଲେ ବ୍ରହ୍ମଙ୍କ ବିଷୟ ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଦେଇ ତୁମମାନଙ୍କ ମନର ପିପାସା ମେଣ୍ଟାଇ ଦେବେ। ଋଷିକୁମାର ମାନେ ଏହା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ। ସେ ଦିନଟି ଋଷିଙ୍କ ଆଶ୍ରମରେ ଅବସ୍ଥାନ କରି ଗୁରୁ ସେବାରେ ନିଜକୁ ନିୟୋଜିତ କଲେ। ପରଦିନ ପ୍ରତ୍ୟୁଷରେ ଉଦ୍ଦାଳକ ସେ 5 ଋଷିପୁତ୍ରଙ୍କୁ ସଙ୍ଗରେ ଘେନି ରାଜର୍ଷି ଅଶ୍ୱପତିଙ୍କ ନିକଟକୁ ଯାତ୍ରା କଲେ। ସୁସଜ୍ଜିତ ପ୍ରକାଣ୍ଡ ଯଜ୍ଞ ମଣ୍ଡପ, 4 ଦିଗରେ 4ଟି ତୋରଣ, ଉପରେ ବିଚିତ୍ର ଚିତ୍ର ନାନା ପ୍ରକାର ଚନ୍ଦ୍ରାତପ, ତଳେ କ୍ଷୁଦ୍ର ବୃହତ୍ କେତେ ବେଦୀ, ବିଭିନ୍ନ ପାର୍ଶ୍ୱରେ ଋଷି, ରାଜା, ଦର୍ଶକ ପ୍ରଭୃତିଙ୍କ ପାଇଁ
ସ୍ୱତନ୍ତ୍ର ଭାବରେ ଆସନ ନିର୍ଦ୍ଧାରିତ। ଏ ସମସ୍ତଙ୍କର ମଧ୍ୟଭାଗରେ ଯଜ୍ଞକୁଣ୍ଡ। ଉତ୍ସବର ଆଡମ୍ବରରେ ସ୍ଥାନଟି ଅତି ରମଣୀୟ ଦେଖାଯାଉଥାଏ। ବିବିଧ ସୁରମ୍ୟ ପୁଷ୍ପମାଳା ଯଜ୍ଞ ହବିର ସୌରଭରେ ଚତୁର୍ଦିଗ ଆମୋଦମୟ ହୋଇ ଉଠିଥାଏ। ରାଜର୍ଷି ଅଶ୍ୱପତି ଏକ ବିରାଟ ଯଜ୍ଞଟିର ଆୟୋଜନ କରିଥାନ୍ତି। ସେ କାଳରେ ଏହି ପ୍ରକାର ଯଜ୍ଞାନୁଷ୍ଠାନ ଈଶ୍ୱରଙ୍କ ଉପାସନା ଦ୍ୱାରା ତୃପ୍ତ କରିବାର ଏକ ମାର୍ଗ ଥିଲା, ପନ୍ଥା ଥିଲା। ଲୋକେ ସ୍ୱହସ୍ତରେ ଯଜ୍ଞବିଧି ପ୍ରସ୍ତୁତ କରୁଥିଲେ। ତା ଉପରେ ନାନା ରଙ୍ଗର ନାନା ଢଙ୍ଗର ଝୋଟି ଏବଂ କୋଟି କମକର ଚିତ୍ର ଅଙ୍କିତ ହୋଇ ସୂକ୍ଷ୍ମତମ ହସ୍ତଶିଳ୍ପର ଜୀବନ୍ତ ପ୍ରମାଣ ଦେଉଥିଲା। ସେ ସମୟକୁ ଜ୍ୟାମିତିର ଉଦ୍ଭାବନ ହୋଇନଥିଲା ସତ, ମାତ୍ର ଶିଳ୍ପୀମାନଙ୍କର ଚିତ୍ର ରଚନା ପାଟବରୁ ପ୍ରତୀତ ହୁଏ ଯେ କଠିନ କଠିନ ଜ୍ୟାମିତିକ ଚିତ୍ର ଅଙ୍କନର ନିୟମ ସେମାନଙ୍କୁ ଉତ୍ତମ ରୂପେ ଜଣାଥିଲା। ଅଗ୍ନିକୁ ତତ୍କାଳୀନ ଲୋକେ ଅତି ପବିତ୍ର ମନେ କରୁଥିଲେ। ଯେତେ ପୂଜା ଦ୍ରବ୍ୟ ସମସ୍ତ ସେହି ଅଗ୍ନିକୁ ସମର୍ପିତ ହେଉଥିଲା। ଲୋକମାନଙ୍କର ବିଶ୍ୱାସ ଥିଲା ଅଗ୍ନି ସେସବୁକୁ ଦ୍ରବ୍ୟ ନେଇ ପରମେଶ୍ୱରଙ୍କ ନିକଟରେ ପହଞ୍ଚାଇ ଦେଉଥିଲେ। ଯେଉଁ ପୁରୋହିତମାନେ ଯଜ୍ଞ କାର୍ଯ୍ୟ କରୁଥିଲେ ସେମାନଙ୍କୁ ହୋତା କୁହାଯାଉଥିଲା। ଯଜ୍ଞବେଦୀର ଚାରିଧାରରେ ବସି ହୋତାମାନେ ଉଚ୍ଚ ସ୍ୱରରେ ଅନର୍ଗଳ ଭାବରେ ମନ୍ତ୍ର ପଢ଼ୁଥିଲେ ଏବଂ ଘୃତ, ଯବ, ପାୟସ, ପିଷ୍ଟକ ଆଦି ବହୁବିଧ ପୂଜା ସାମଗ୍ରୀ ସେହି ଅଗ୍ନି ଗର୍ଭକୁ ନିକ୍ଷେପ କରୁଥିଲେ। ସେମାନଙ୍କ ପାର୍ଶ୍ୱରେ ବସି ବ୍ରାହ୍ମଣ ଗଣ ବେଦ ଗାନ କରନ୍ତି। ଯଜ୍ଞ ମଣ୍ଡପର ଅନ୍ୟ ଏକ ପାର୍ଶ୍ୱରେ ଋଷିମାନଙ୍କର ସଭା ବସେ। ସେଠାରେ ବେଦ, ଉପନିଷଦ ଆଦିର ଆଲୋଚନା ଓ ତର୍କ ବିତର୍କ ଚାଲେ। ଆମନ୍ତ୍ରିତ ଯେତେ ରାଜା ମହାରାଜା, ରାଜ୍ୟର ଯେତେ ଗୁଣୀ ବିଦ୍ୱାନ ପଣ୍ଡିତ ବ୍ୟକ୍ତି ସମସ୍ତେ ତାହା ଖୁବ୍ ମନୋଯୋଗ ସହକାରେ ଶୁଣୁଥାନ୍ତି। ଏଣେ ଯଜ୍ଞକର୍ତ୍ତା ରାଜା ଅଗଣିତ ଧନରତ୍ନ ସଂଖ୍ୟାତୀତ ଗାଭୀ ନିଜ ହସ୍ତରେ ଦାନ କରନ୍ତି। ପୁଣି ଦୀନ ଦୁଃଖୀ ଅତିଥି ଭିକ୍ଷୁଙ୍କ ପାଇଁ ଅହର୍ନିଶ ଖାଦ୍ୟ ଭଣ୍ଡାର ମୁକ୍ତ ରହିଥାଏ। ଅଶ୍ୱପତିଙ୍କ ଯଜ୍ଞଶାଳାରେ ଠିକ୍ ଏହି ନିୟମରେ ସମସ୍ତ ବ୍ୟବସ୍ଥା ହୋଇଥିଲା। ଯଥା ସମୟରେ ଉଦ୍ଦାଳକ ଋଷି ପଞ୍ଚ ଋଷିକୁମାରଙ୍କ ଗହଣରେ ସେଠାରେ ଉପଗତ ହେଲେ। ସେମାନଙ୍କୁ ଦେଖି ରାଜର୍ଷି ସମାଦରରେ ଅଭ୍ୟର୍ଥନା କରିନେଲେ ଏବଂ ଯଥୋଚିତ ସତ୍କାର ପରେ ବିନମ୍ର ସ୍ୱରରେ କହିଲେ, ମୁଁ ଏହି ଯଜ୍ଞଟି ଆରମ୍ଭ କରିଛି ଏପରି ସମୟରେ ଯେ ଆପଣମାନେ ଆସିଛନ୍ତି, ଏହା ମୋର ପରମ ସୌଭାଗ୍ୟ। ମୋର ଏହି ଯଜ୍ଞଟି ଶେଷ ହେବା ପର୍ଯ୍ୟନ୍ତ ଆପଣମାନେ ଦୟାକରି ଏଠାରେ ଅବସ୍ଥାନ କରନ୍ତୁ। ଯଜ୍ଞ ଉଦ୍ଯାପିତ ହେବା ବେଳେ ମୁଁ ପ୍ରତ୍ୟେକ ହୋତାଙ୍କୁ ଯେତିକି ଧନରତ୍ନ ଦେବି, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମଧ୍ୟ ସେହି ପରିମାଣର ଧନରତ୍ନ ଦେଇ ସନ୍ତୁଷ୍ଟ କରିବି। ଏହା ଶୁଣି ଋଷିପୁତ୍ରମାନେ ଉତ୍ତର ଦେଲେ, ମହାରାଜ, କୌଣସି ଧନ ସମ୍ପଦ ଲାଳସାରେ ଆମେମାନେ ଆସିନାହୁଁ। ଆସିଛୁ ବିଶ୍ୱଦେବତା ବ୍ରହ୍ମାଙ୍କ ବିଷୟ ଆପଣଙ୍କ ନିକଟରୁ ଜାଣିବାକୁ। କୃପା ବହି ସେହି ଅମୂଲ୍ୟ ଶିକ୍ଷା ସମ୍ପଦ ଦେଇ ଆମ୍ଭମାନଙ୍କ ଆଶା ଚରିତାର୍ଥ କରନ୍ତୁ। ନିର୍ଲୋଭ ଋଷିକୁମାରମାନଙ୍କର ସାତ୍ତ୍ୱିକ ମନୋବୃତ୍ତି ଦେଖି ଅଶ୍ୱପତି ଅତ୍ୟନ୍ତ ପ୍ରୀତ ହେଲେ। ସେମାନେ ବିଶ୍ୱସ୍ରଷ୍ଟାଙ୍କ ବିଷୟରେ ଜ୍ଞାନ ଅର୍ଜନ କରିବାକୁ ଯେ ଯଥାର୍ଥରେ ଉପଯୁକ୍ତ, ଏହା ତାଙ୍କର ବିଶ୍ୱାସ ହେଲା। ତେଣୁ ସେ କହିଲେ, ଖୁବ୍ ଆନନ୍ଦର କଥା, ଆପଣମାନେ ତାହେଲେ ଅପେକ୍ଷା କରନ୍ତୁ। ଯଜ୍ଞ କାର୍ଯ୍ୟର ଦାୟିତ୍ୱରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ମୁଁ ଆପଣମାନଙ୍କୁ ଶକ୍ତି ମତେ ବ୍ରହ୍ମ ବିଷୟରେ ଶିକ୍ଷା ଦେବି। ମହାସମାରୋହରେ ଯଜ୍ଞ ସମାପିତ ହେଲା। ତତ୍ପର ଦିବସ ସତ୍ୟ ଯଜ୍ଞ ଜନ ବୁଡ଼ିଲ ଇନ୍ଦ୍ରଦ୍ୟୁମ୍ନ ଓ ପ୍ରାଚୀନ ଶାଳ ପ୍ରତ୍ୟେକ ଯଜ୍ଞ କାଷ୍ଠ ହସ୍ତରେ ଘିନି ଅଶ୍ୱପତିଙ୍କ ନିକଟରେ ଉପସ୍ଥିତ ହେଲେ। ରାଜର୍ଷି ସେମାନଙ୍କୁ ବସିବାକୁ ଆସନ ଦେଇସାରି ପଚାରିଲେ, ଆପଣମାନେ କିଏ? କି ଭାବରେ ବିଶ୍ୱଦେବତା ବ୍ରହ୍ମଙ୍କୁ ଉପାସନା କରନ୍ତି? ଜଣ ଜଣ ହୋଇ କୁହନ୍ତୁ। ସର୍ବପ୍ରଥମେ ପ୍ରାଚୀନ ଶାଳ କହିଲେ, ମୁଁ ସ୍ୱର୍ଗକୁ ବ୍ରହ୍ମ ବୋଲି ଉପାସନା କରେ। ଜନ୍ କହିଲେ, ମୁଁ ବାୟୁକୁ ବ୍ରହ୍ମ ରୂପରେ ଭଜନ କରେ। ଇନ୍ଦ୍ରଦ୍ୟୁମ୍ନ କହିଲେ, ମୁଁ ଆକାଶକୁ। ବୁଡିଳ କହିଲେ, ମୁଁ ଜଳକୁ। ସତ୍ୟଯଜ୍ଞ କହିଲେ, ମୁଁ ସୂର୍ଯ୍ୟଙ୍କୁ। ରାଜର୍ଷି ସର୍ବଶେଷରେ ଉଦ୍ଦାଳକଙ୍କୁ ପଚାରିବାରୁ ସେ କହିଲେ, ଏହି ପୃଥିବୀ ମଧ୍ୟରେ ହିଁ ମୁଁ ବ୍ରହ୍ମଙ୍କୁ ଉପାସନା କରେ। ଅଶ୍ୱପତି ସବୁରି କଥା ଶୁଣି ସାରିଲା ପରେ ଧୀର ସ୍ୱରରେ ବୁଝାଇଲେ, ଆପଣମାନେ ଯେପରି ଭାବରେ ଉପାସନା କରୁଛନ୍ତି ତାହା ଭୁଲ ବୋଲି ମୁଁ କହିପାରିବି ନାହିଁ। ପ୍ରକୃତରେ ବ୍ରହ୍ମଙ୍କର ଆକାର ନାହିଁ, ତେଣୁ ତାଙ୍କ ବିଷୟରେ କଳ୍ପନା କରିବା ବଡ଼ ଦୁରୂହ। ବିଶ୍ୱସ୍ରଷ୍ଟା ସେଇ ବିରାଟ ପୁରୁଷଙ୍କର ବିରାଟତ୍ୱ କଥା ଚିନ୍ତା କରିବାକୁ ଗଲେ ଅନନ୍ତ ଆକାଶ ବା ସାଗରର ଛବି ସ୍ୱତଃ ସମ୍ମୁଖରେ ନାଚି ଉଠେ। ତାଙ୍କର ସର୍ବବ୍ୟାପକତା ବିଷୟ ଭାବିଲେ ଦିଗନ୍ତ ବ୍ୟାପୀ ବାୟୁ ମନକୁ ଆସିବା ସ୍ୱାଭାବିକ। ସେଇ ଜ୍ୟୋତିର୍ମୟଙ୍କ କଥା ଧ୍ୟାନ କରି ବସିଲେ ତେଜସ୍କର ସୂର୍ଯ୍ୟ ମୂର୍ତ୍ତି ମନ ଗଗନରେ ହଠାତ୍ ପ୍ରକାଶିତ ହୁଏ। ତାଙ୍କର ପରମ ରମଣୀୟ ରୂପକୁ ଚକ୍ଷୁ ମୁଦି ଭାବିଲେ ବିଚିତ୍ର ଧରଣୀ ବା ସୁନ୍ଦର ସ୍ୱର୍ଗ ରାଜ୍ୟର ଚିତ୍ର ହୃଦୟରେ ଅଙ୍କିତ ହୋଇଯାଏ। ତେଣୁ ବ୍ରହ୍ମଙ୍କୁ ଧାରଣ କରିବା ପାଇଁ ଆପଣମାନେ ଯେଉଁ ଯେଉଁ ପଥ ଅବଲମ୍ବନ କରିଛନ୍ତି ତାହା ସାଧନାର ପ୍ରଥମ ସୋପାନ। ମାତ୍ର
ସାଗର, ଆକାଶ, ପବନ, ସୂର୍ଯ୍ୟ, ପୃଥିବୀ, ସ୍ୱର୍ଗ ଏ କେହି ହେଲେ ବ୍ରହ୍ମ ନୁହନ୍ତି। ଅଥଚ ଏହି ସମସ୍ତର ମଧ୍ୟରେ ସେ ହିଁ ବିଦ୍ୟମାନ। ପ୍ରକୃତରେ ଏହି ବିରାଟ ପ୍ରକୃତି ସେଇ ଅଦୃଶ୍ୟ ବିରାଟ ପୁରୁଷଙ୍କର ଗୋଟିଏ ଦୃଶ୍ୟମାନ ଚିତ୍ରପଟ। ଏତେ ସହଜ ସରଳ ଭାଷାରେ ଓ ନିର୍ମଳ ସୁନ୍ଦର ଭାବରେ ରାଜର୍ଷି ଅଶ୍ୱପତି ବୁଝାଇ ଦେଲେ ଯେ କି ଋଷିପୁତ୍ରଗଣ ସମସ୍ତେ ବ୍ରହ୍ମାଙ୍କ ବିଷୟରେ ଏକ ସୁସ୍ପଷ୍ଟ ଧାରଣ କରିପାରିଲେ। ଏତେ ଦିନେ ସେମାନଙ୍କ ମନର ପ୍ରଶ୍ନ ସମାହିତ ହେଲା। ପ୍ରଫୁଲ୍ଲ ଚିତ୍ତରେ ସେମାନେ ଅଶ୍ୱପତିଙ୍କୁ କୃତଜ୍ଞତା ଜଣେଇ ନିଜ ନିଜ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଉପନିଷଦର ଏକ ସୁନ୍ଦର ଗଳ୍ପ, ଯାହାର ଶୀର୍ଷକ ଥିଲା ଅଦୃଶ୍ୟ ବିଶ୍ୱ ନିର୍ମାତା। ଲେଖକ ଥିଲେ ବିଶିଷ୍ଟ କଥାକାର ଆଲୋଚକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର କର। ବିଶ୍ୱ ନିର୍ମାତାଙ୍କୁ ନେଇ ଆମ ଭିତରେ ଯେଉଁ ସଂଶୟ ଅଛି, ଆମେ କାହାକୁ ଈଶ୍ୱର ବୋଲି ମନେ କରିବୁ? ଯଦି ଆଜିର ଏହି ଅଡିଓଟି ଆପଣମାନଙ୍କୁ ସାମାନ୍ୟ ଭାବରେ ବ୍ରହ୍ମଙ୍କୁ ବୁଝିବାରେ ସହାୟତା କଲା, ଆମର ଶ୍ରମ ସାର୍ଥକ ହେଲା ବୋଲି ଆମେ ମନେ କରିବୁ। ଈଶ୍ୱର ସର୍ବବ୍ୟାପୀ, ସର୍ବଶକ୍ତିମାନ। ଘଟ ଘଟରେ ତାଙ୍କର ସ୍ଥିତି ଏତିକି ବୁଝିଲା ପରେ ମଣିଷ ଅବାକ୍ ନିର୍ବାକ୍ ହେଇଯିବ, କାରଣ ସବୁଠି ତାଙ୍କର ସ୍ଥିତିକୁ ଅନୁଭବ କରି ସେ ମନ୍ମୟ ହେବ, ତନ୍ମୟ ହେବ। ଶ୍ରୋତାବନ୍ଧୁ, ଆଜିର ଅଡିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ।